ସାଙ୍ଗମାନେ ଜୟ ଜଗନ୍ନାଥ ଗୁଡ୍ ମର୍ଣ୍ଣିଂ ଶୁଭ ସକାଳ ଆପଣମାନେ କେମିତି ଅଛନ୍ତି ମୁଁ ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ଆଜି ସକାଳୁ ସକାଳୁ ବ୍ଲଗ୍ ଆରମ୍ଭ କରିଛି ତ ସବୁ କାମ ସରିଗଲାଣି। ଏବେ ଯିବି ଗାଧେଇବି ଏବେ ହେଇଗଲାଣି 8ଟା ଟାଇମ୍। ତ ଝିଅ ଖାଇକି ଟିଫିନ୍ ନେଇକି ସ୍କୁଲ ଗଲା ତାପରେ ଆଉ ସବୁ କାମ ସରିଗଲା। କାମ ଅଛି ଚାଲନ୍ତୁ। ତ ବହୁତ ସାରା କାମ ସରିଗଲାଣି। ତ କାଲି ଯେହେତୁ ଗୁରୁବାର ଗଲା ଆଜି ଶୁକ୍ରବାର ତ ଆଜି ୟାଙ୍କର ବି ଛୁଟି ଅଛି ଶୋଇଛନ୍ତି ଉଠି ନାହାନ୍ତି ଏପର୍ଯ୍ୟନ୍ତ। ତ ଧୁଆ ଧୁଇ ସଫାସଫି କପଡ଼ା ଫପଡ଼ା ସବୁ ସରିଗଲାଣି। ବହୁତ ସାରା କାମ ସରିଗଲାଣି। ଏବେ ଖାଲି ଗାଧୁଆଟା ବାକି ଅଛି ଆଉ ସବୁ ସରିଗଲାଣି। ଆଜି ବି ଗାଧୋଇ ପଡ଼ିବି ଗାଧୋଇ ପଡ଼ିଲା ପରେ ଆଉ ସବୁ କିଛି କାମ ହେବ। ତାପରେ ସକାଳରେ ଏମିତି ସକାଳୁ ଟିକେ ମୁଁ ବ୍ଲଗ୍ ଆରମ୍ଭ କରିବି। ତାପରେ ଦିନରେ ଯାହା ଯେମିତି ଛୋଟ ମୋଟ କାମ ଯାହା କରିବି ସବୁ ବ୍ଲଗ୍ରେ କିନ୍ତୁ ଦେବି। ଆଉ ମୁଁ ସେମିତି କିଛି କରୁନି ଖାଲି ରୋଷେଇ କଲାବେଳେ ଟିକେ ବ୍ଲଗ୍ କରିଦେଉଛି ସେତିକି। ତ ମୁଁ ପୁରା ବ୍ଲଗ୍ଟା ଏବେ ଦେବି ତ ଆପଣମାନେ ନିଶ୍ଚୟ ଦେଖିବେ ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ ଆଉ ପୁରା ୱାଚ୍ କରିବେ ଭିଡ଼ିଓଟି। ଏବେ ରୁଟି ଆଉ ଚାହା ହେଇଗଲା। ତେବେ ଚାହା ରୁଟି ଖାଇ ନେବି ଚାହା ପିଇ ନେବି। ଚାହାଟା ମାନେ ଛୋଟ ତାଟିଆକୁ ମାନେ ଫୁଲ୍ ହେଇଗଲା। ତ ଆହୁରି ବି ଚାହା ଅଛି ଦେଖନ୍ତୁ ଚାହା ଆହୁରି ବୁଝିଗଲେ ଇଏ ଖାଇବେନି। ଏ ରୁଟି ଚାହା ପିଇବେନି ରୁଟି ଖାଇବେନି କି ଚାହା ପିଇବେନି। ତ ଏକା ମୁଁ ଖାଇବି ତ ବହୁତ ହେଇଗଲା ମୁଁ ଏକା ଖାଇବାକୁ। ତ ଚାଲନ୍ତୁ ଖାଇ ନେବି। ତ ରୁଟି ଚାହା ବି ହେଇଗଲା ତ ପୁରା ରେଡ଼ି କରି ରଖିଛି। ଆଉ ଇଏ ତାଙ୍କର ଚାହା ପିଇବେନି କି ରୁଟି ଖାଇବେନି ତ ତାଙ୍କୁ ତ ରୁଟି ଏତେ ପସନ୍ଦ ନୁହଁ। ଆଉ ସିମ ଆଳୁ ରାଇ ମାନେ କାଲି ରୋଷେଇ କରି ରଖିଦେଇଥିଲି ଆଉ ଏବେ ଯାଇକି ତାଙ୍କ ଘରୁ ନେଇକି ଆସିକି ତାକୁ ଗରମ କରିଦେଇଛି ଟିକେ। ତ ଗରମ କରି ରଖିଦେଇଛି ଏବେ ଖାଇବୁ। ଆଜି ଟିକେ ପବନ କମ୍ ଆଜି ପବନ ନାହିଁ ଦେଖନ୍ତୁ। କାଲି ବହୁତ ଜୋରସେ ଏତେ ଜୋରସେ ପବନ ବାଡ଼େଇଲା ଟୋଟାଲି ବି ରୋଷେଇ କରି ହେଲାନି। ଆଜି ପୁରା ଥମି ଯାଇଛି ପବନ ଟୋଟାଲି ପବନ ନାହିଁ। ଆଜି ମୁଁ କାଲି ରୋଷେଇ କରି ରଖିଦେଇଛି ଆଜି ଖାଇବାକୁ। ତ ଯେହେତୁ ପୁରା ଖୋଲା ଚାରିପଟ ତ ରୋଷେଇ କରି ହେଉନି ପୁରା ପବନ ବାଡ଼ଉଛି। ଆଉ ତଳେ ରୋଷେଇ କଲେ ବି ତଳେ ବି ହେଉନି ପବନ ବାଡ଼ଉଛି। ତ ଏବେ ରୁଟି ଆଉ ଚା ହେଇଗଲାଣି। ଆଉ ଯେହେତୁ ସ୍କୁଲ ପଳେଇଛି ଏବେ ଆସିବ 2ଟାରେ। ତ ଚାଲନ୍ତୁ ମୁଁ ଖାଇ ନେଲା ପରେ ତାପରେ ଯାହା କରିବ। ଦେଖନ୍ତୁ ଆମର କେତେ ସାମାନ ଥୁଆ ହେଇଛି। ଏପଟେ ଗୋଟେ ସେ କପଡ଼ା ଷ୍ଟାଣ୍ଡ ତାପରେ ପୁଣି ଏମିତି ପକାଇ ଦେଇଛି। ଲାଇଭ୍ ଭିଡ଼ିଓ ଲଙ୍ଗ୍ ଭିଡ଼ିଓ ସର୍ଟ ଭିଡ଼ିଓ କରିବା ଭିତରେ କିନ୍ତୁ ଚକରରେ କିନ୍ତୁ କିଛି ବି କରିପାରୁନି। ଦେଖନ୍ତୁ କିନ୍ତୁ ପଡ଼ିଛି ତ ଚିଡ଼ୁଛନ୍ତି ବହୁତ ଜୋର ଚିଡ଼ୁଛନ୍ତି। ତ ସାଙ୍ଗମାନେ ଏଠି ଦେଖନ୍ତୁ କେତେ ସାରା ସାମାନ ଆଣିକି ବସିଛନ୍ତି ହିସାବ କରୁଛନ୍ତି। ସେଥିରେ ଗୋଟେରେ କିନି ଅଛି ମାନେ ବିରି ଯେଟା ନେଇଛି 65 ଟଙ୍କା ତ ତାଙ୍କୁ ଲାଗୁଛି ଏଇଟା 80 ଟଙ୍କା। ତ ସେୟାକୁ ସେ ବସିକି ହିସାବ କରୁଛନ୍ତି କେତେ ଟଙ୍କା କ'ଣ ହେଲା। ତାପରେ ହିସାବ ସରିଲା ପରେ ବସିକି ତାପରେ ସବୁ ପ୍ୟାକେଟରୁ ପୁରେଇଲେ ତ ସବୁଗୁଡ଼ା ତ ଖୋଲା ହେବନି। ତ ଯେଉଁଟା ଯାହା ଦରକାର ସେଇଟା ଖୋଲା ହେବ ଆଉ ସବୁଗୁଡ଼ା ଖୋଲିଲେନି। ତାପରେ ରଖା ହେଇଛି ସବୁ ଡବାରେ ପଶିକି ରହିଲା। ତ ମୁଁ ସାଉଣ୍ଡ ଦେଇଥିଲି ମାନେ କଥା ହେଉଥିଲି ତାପରେ କିନ୍ତୁ ଘର ପାଖରେ ଯେହେତୁ ବିଲ୍ଡିଂ କାମ ଚାଲିଛି ବହୁତ ଜୋରସୋରେ ଆବାଜ ଆସୁଛି। ଦେଖିଥିବେ ମୁଁ ଏବେ କଥା ହେଉଥିଲି ବହୁତ ଜୋରସୋର ଆବାଜ ଆସୁଛି। ଯେହେତୁ ଗୋଟେ ଘର ସାଇଡ଼୍ରେ କିନି ଆମରି ଘର ସାଇଡ଼୍ରେ ପୁରା କରରେ କିନି ତାଙ୍କର ଘର ଭାଙ୍ଗୁଛନ୍ତି। ତ ପୁରୁଣା ଘର ଭାଙ୍ଗିକି ଆଉ ଥରେ ନୂଆ ବିଲ୍ଡିଂ କରିବେ। ତ ସେରା ସବୁ ଖୋଲାଖୋଲି କରୁଛନ୍ତି। ବହୁତ ଜୋରସୋର ଆବାଜ ଆସୁଛି ମାନେ ମେସିନ୍ ଚାଲୁଛି ନା ଗଟର ଗଟର କରୁଛନ୍ତି। ତ ଦେଖନ୍ତୁ ଏଇଠିକିନି ଆମର ସବୁ ଜିନିଷପତ୍ର ସବୁ ପୁରେଇ ଦେବେ ଏବେ ଡବାରେ ପୁରେଇ ଦେଲା ପରେ ତାପରେ କିନି ଖିଆପିଆ ହେବ। ରୋଷେଇ ତ ବେଶୀ କିଛି କରିନଥିଲି ସେଦିନ ସିମ ରାଇ ରାତିରେ କରିଦେଇଥିଲେ ଆଉ ତା ଫ୍ରିଜରେ ରଖିଦେଇଥିଲି। ମୁଁ ସକାଳୁ ଖାଇଲି ଯେହେତୁ ତରକାରୀଟା ମାନେ କିଛି କରି ହେଉନି। ଏତେ ଦେଖନ୍ତୁ ପୁରା ଖୋଲାଟା ନା ଚାରିପଟ ଆଉ ରୋଷେଇ ବି କିଛି କରି ହେଉନି। ତ ସେଦିନ ଗୁରୁବାର ଦିନ ରୋଷେଇ କିଛି କରିପାରିଲିନି ଖାଲି ପିଠା କରିକି ଖାଇଲୁ ମାଆ ଛୁଆ। ଆଉ ଶୁକ୍ରବାର ଦିନ ଆଉ ମାନେ ଦିନରେ କିନି ଭାବିଲି ରାତିରେ କିନି ଗୁରୁବାର ରାତିରେ କିନି କରିଦେଇଥିଲି ସିମ ଆଳୁ ରାଇ କରିକି ରଖିଦେଇଥିଲି ଫ୍ରିଜରେ। ତାପରେ ଶୁକ୍ରବାର ଦିନ କଇଁଆରେ କେତେ ସଫା ହେଇଛି ନା ଫାଳ ହେଇଯାଇଛି ପୁରା। ହଁ ହଁ ଆଉ ଦୁଟା କଳା ସୋଲା ଅଛି ମୁଗ ଅଛି।
ଏଇଠି ଏଡ଼ିଟିଂ କଲାବେଳେ ଟିକେ ମ୍ୟୁଟ୍ କରିଦେଇଥିଲି କାହିଁକିନା ଏ ଯେଉଁ ବିଲ୍ଡିଂ କାମ ହେଉଛି ମଝିରେ କିଣି ଟିକେ ବନ୍ଦ କରିଦେଇଥିଲେ ତ ବସ୍ ଦେଇଥିଲି ସେ ବସ୍ଟା ରଖିଲି ତାପରେ ଆଉ ବସ୍ ଦେଇଥିଲି କାଟିଦେଲି ତାକୁ ଟିକେ ମ୍ୟୁଟ୍ କରିଦେଲି କାହିଁକିନା ପୁଣି କପି ଆସିବେ କ'ଣ ତାପରେ କାହିଁକିନା ସେ ଗଟର ଗଟର କରୁଛନ୍ତି କିଛି ଶୁଭୁନି ମୁଁ ଯେଉଁ କହିଛି ଯେଉଁ କଥା ସବୁ କହିଛି ସେ ସବୁ କିଛି ବି ଶୁଭୁନି ତ ଏଇଠି ସବୁ ଡବାରେ କିଣି ପୁରେଇକି ଦେଲି ଯେଉଁ ସବୁ ରହିବ ସେ ସବୁ ବାହାରେ ରହିଲା ଆଉ ଯିଏ ମାନେ ଦରକାର ନାହିଁ ସେ ଭିତରେ ରହିଲା। ତାପରେ ଏଠୁ ଗଲି ମୁଁ ମାଛ ଭାଜିବାକୁ ତ ସମାନ ପତ୍ର ସବୁ ନେଇକି ଆସିଥିଲେ ମାଛ ବି ନେଇକି ଆସିଥିଲେ ତ ଇଏ ହେଉଛି ବାଙ୍ଗଡ଼ା ମାଛ ତ ଯାଇକିରି ମାଛ ନେଇକି ଏବେ ବି ମୁଁ ଭିଡ଼ିଓ ଏଡ଼ିଟିଂ କରୁଛି ଏବେ ବି କାମ ଚାଲିଛି କଟର କରୁଛନ୍ତି ଆଉ କ'ଣ କରିବା ତ ଭିତରେ ରହିକରି କ'ଣ କରିବା ତ ଯେତେ ଥର ମୁଁ ଭାବିଲି 3-4 ଥର ମାନେ ଭାବିଲି ଏଡ଼ିଟିଂ କରିବି ବୋଲିକି ହେଲେ ଏଡ଼ିଟିଂ କରିପାରୁନି ତ କିଛି ନା କିଛି ଆସିକି ପହଞ୍ଚି ଯାଉଛି କେଉଁଠି କିନି କାମ ଚାଲିଛି କେଉଁଠି ଗାଡ଼ି ଆସୁଛି ତ ଏମିତି ହେଇକିରି ଭିଡ଼ିଓ ଏଡ଼ିଟିଂ କରିପାରୁନଥିଲି ତ ତା ମଝିରେ କିନ୍ତୁ ଥର କଲ୍ ଆସିଲା ତ ଏମିତି ହେଇକିରି ଚାଲ ଏବେ ତ ମୁଁ ଭିଡ଼ିଓ ଏଡ଼ିଟିଂ କରିଦେଲି ତେବେ ସରିଗଲାଣି କମ୍ପ୍ଲିଟ୍ ହେଇଗଲାଣି ଆଉ ନିହାତି ଏ ଭିଡ଼ିଓଟା ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ଭଲ ଲାଗିବ ଆଉ ମଝିରେ ଆଉ କିଛି ଭିଡ଼ିଓ ଥିଲା ତ ସେସବୁ ଭିଡ଼ିଓ ଠିକ୍ ଦେଖିନି ମାନେ ଭିଡ଼ିଓଟା ବନେଇ ନଥିଲି ତ କେତେବେଳେ ପୁରା ସିଧା ଭିଡ଼ିଓ ଆସୁଥିଲା କେତେବେଳେ ଆଡ଼ା ଆସୁଥିଲା ଏମିତି ହେଇକି ଆସୁଥିଲା ତ ସେସବୁ ଭିଡ଼ିଓ ମୁଁ ଆଉ ଦେଲିନି ତାକୁ ସବୁ ଡିଲିଟ୍ କଲି ତ ଭଲସେ ପୁଣି ଭିଡ଼ିଓ ଏଡ଼ିଟିଂ କଲି ଆଉ ପପୁ ତୁମେ ସବୁବେଳେ କହୁଛ ନା ଭଲସେ ଭିଡ଼ିଓ ବନାଅ ଯେତେ ଭଲ ଲାଗେ ଧ୍ୟାନ ଦେଇକି ଭିଡ଼ିଓ ବନେଇଲା ପରେ ବି ଏମିତି ହେଉଛି କ'ଣ କରିବି ତ ଏବେ ଦେଖି ଚାହିଁକି ଟିକେ ଭିଡ଼ିଓଟା କରୁଛି ଆଉ ତ ଚଳିବ ଆପଣମାନେ ଦେଖନ୍ତୁ ଟିକେ ଭଲ ପାଇବା ଦିଅନ୍ତୁ। ଖାଇବାକୁ ବସିଛୁ ଖାଇବା ଏଠି ରଖିଛି ପଖାଳ ସିମ ଆଳୁ ରାଇ ମାଛ ଭଜା ଲେମ୍ବୁ ରସୁଣ ଆମ୍ଲେଟ୍ ଗରମ ଭାତ ଖାଇବି। ଆମେ ବନ୍ଦ କରିଦେଲି ଫ୍ୟାନ୍ଟା ବନ୍ଦ କରି ଦେଉଛି ରହିଥା ତ ଦିନର ଖାଇବା ପିଇବା ସବୁ ସରିଗଲା ଏବେ ଚାଲିଲା ଆମର ରାତିର ରୋଷେଇ ଏଇଠି ସେ ମାଛ ଆଣିକିରି ଧୁଆଧୁଇ କରୁଛନ୍ତି ଆଉ ଦିନର କିଛି ମାଛ ବଞ୍ଚିଥିଲା ତାକୁ ମୁଁ ଟିକେ ସୁଜି ଲଗାଇ ଫ୍ରାଏ କରିନେଉଛି ଦିନରେ କିନ୍ତୁ 4ଟା ମୁଁ ମାଛ ଭାଜିଥିଲି ଆଉ 3ଟା ମୁଁ ରଖିଥିଲି 7ଟା ମାଛ ଆଣିଥିଲି ବାଙ୍ଗଡ଼ା ମାଛ ତ ମୁଁ ଆଉ 3ଟା ରଖିଦେଇଥିଲି ତାକୁ ଫ୍ରାଏ କଲି ଆଉ ହେଉଛି ଯେଉଁ ମାଛ ଭାଜିଥିଲି ଖାଲି ମସଲା ଲଗେଇକି ତାକୁ ଭାଜିଥିଲି ପଖାଳ ସାଙ୍ଗରେ ଖାଇଲେ ତ ଏମିତି ଆମର ଥିଲା ଦିନର ଭିଡ଼ିଓ ରାତିର ଭିଡ଼ିଓ ଆଉ ଆକୁ ଫ୍ରାଏ କରିସାରିଲା ପରେ ସେ ମାଛଟା ଭାଜିବି ଆମର ଯେଉଁ ରୋହି ମାଛ ଆଣିଛନ୍ତି ତାକୁ ଭାଜିବି ତାପରେ କିନି ମୁଁ ତରକାରୀ କରିନି ତା ଭାଇନା ତରକାରୀ କରିଛନ୍ତି ମୁଁ ଖାଲି ମାଛ ଭାଜିକିରି ରଖିଥିଲି ସିଏ ମସଲା ରେଡ଼ି କରିଛନ୍ତି ମାଛ ତରକାରୀ କରିଛନ୍ତି ସବୁ ସିଏ କରିଛନ୍ତି ଆଜି ତାଙ୍କ ଆଇଡ଼ିଆରେ କିନି ରୋଷେଇ ହେଇଛି ସିଏ କରିଛନ୍ତି ତାଙ୍କ ରୋଷେଇଟା ତାଙ୍କୁ ଟିକେ ଭଲ ଲାଗିବ ନିହାତି ସମସ୍ତଙ୍କ ହାତ ତିଆରି ନିଜକୁ ଭଲ ଲାଗିବ ତ ତାଙ୍କୁ ତାଙ୍କ ହାତ ତରକାରୀଟା ଭଲ ଲାଗିଲା ମୋ ହାତ ତରକାରୀ ତାଙ୍କୁ ଭଲ ଲାଗିଲାନି ତ ଆଉ କିଛି ଦିନ କହିବେ ମୋତେ ଭଲ ଲାଗୁନି ମୁଁ ଆଉ ଗୋଟେ ବାହା ଯାଉଛି କହିବେ ନିହାତି ଏମିତି ଆଉ ଦେଖନ୍ତୁ ଏଠିକି ମୁଁ ମାଛ ଭାଜି ନେଲି ଆଉ ମାଛ ଭାଜି ସାରିଲା ପରେ ସେ ସବୁ ରେଡ଼ି କରୁଛନ୍ତି ଦେଖନ୍ତୁ ଏପଟେ ମୁଁ ରୁଟି କରିକି ରଖିଦେଲି ତ ରୁଟି କଲି ଆମେ ଯାହା ଘରେ ରହୁଛି ତାଙ୍କର ସେ ମ୍ୟାଡ଼ାମଙ୍କର ତାଙ୍କ ହାତ ଟିକେ ଖରାପ ହେଇଯାଇଛି ତ ହାତ ଖରାପ ହେଲା ପରେ ସେ ରୁଟି ବନେଇ ପାରୁନାହାନ୍ତି ଯେହେତୁ ଦବେଇକିରି ରୁଟିଟାକୁ ଟିକେ ପ୍ରେସର ଦେଇକି କରିବାକୁ ପଡ଼ିବ ନା ସେ ବନେଇ ପାରୁନାହାନ୍ତି ତ ଏଠିକିନି ମୁଁ ରୁଟି ବନେଇକି ଘରେ ଦେଲି 3 ପଟ ରୁଟି କରିକି ଦେଲି ଆଉ ତାପରେ ଦେଇ ସାରିଲା ପରେ ମୁଁ ମାଛ ଭଜାଭଜି ସବୁ ଷ୍ଟାର୍ଟ କଲି ଆଉ ଯେହେତୁ ତାଙ୍କର ଖାଇବେନି ମାଛ ଆଇଁଷ ଖାଇବେନି ଶୁକ୍ରବାର ତ ଫାଷ୍ଟ ମୁଁ ତାଙ୍କର ରୁଟି କରିକି ଦେଇଦେଲି ତାପରେ ଏଠିକିନି ଆମର ଷ୍ଟାର୍ଟ ହେଇଗଲା ଭାଇନାଙ୍କର ରୋଷେଇ ତ ଏଠିକିନି ଦେଖନ୍ତୁ ତେଲ ପକାଇଦେଲେ ଆଉ ଚାଲିଲା ରୋଷେଇ ଆଉ ଏଇଠିକିନି ମୁଁ ତାଙ୍କୁ ପଚାରିଲି ଟିକେ ଚିନି ପକାଇବି କ'ଣ କଲର୍ ପାଇଁ ମସଲା ପକା ନା କଲର୍ ଆସିବ ମସଲା ପକା ସେମ୍ ଗରମ ମସଲା ନାଇଁ ପଡ଼ିବନି ପାଣି ମିଶାଇ ପଡ଼ିବନି
ଏଠି ତାଙ୍କର ରୋଷେଇ ଚାଲିଛି। ତ ମୁଁ ତାଙ୍କୁ କହିଲି ଟିକେ ଗରମ ମସଲା, ହଳଦୀ ଆଉ ଯେଉଁ ରେଡ଼୍ ଚିଲି ପାଉଡ଼ର ରଖିଛନ୍ତି, ମାନେ ଲଙ୍କା ପାଉଡ଼ର କଲର୍ ବାଲା, କାଶ୍ମୀର ଲଙ୍କା ଗୁଣ୍ଡ, ତାକୁ ସବୁ ପାଣିରେ କିନି ଗୋଳେଇକି ରଖିଛୁ। ତାକୁ କହିଲେ ପକେଇବାକୁ, କହିଲେ ସେ ପକେଇଲେନି, କହିଲେ ନାଇଁ ପୋଡ଼ିଯିବ। ତ ସେ ତାଙ୍କର ପିଆଜ ପକେଇ ସାରିଲା ପରେ ମସଲା ସବୁ ପେଷିକି ତାକୁ ପକେଇଦେଲେ। ଆଉ ପକେଇଲେନି ଗରମ ମସଲା, ତାକୁ ଏବେ ଆଡ଼୍ କରିବେ। ଏବେ ଆଡ଼୍ କରିବେ ଆଉ କଷାକଷି କରିକି ତାଙ୍କର ତରକାରୀ କଲେ ଆଉ ତାଙ୍କ ହିସାବରେ ତାଙ୍କୁ ଯେମିତି ଠିକ୍ ଲାଗିଲା ସେ ତାଙ୍କର ବନଉଛନ୍ତି। ମାମା ଯାଉଥିଲ ତ ମୋତେ ଡାକୁଛି। ଟିକେ ଠିଆ ହେଇକିରି ଭିଡ଼ିଓ କଲି ଆଉ ଦାଦାକୁ ଖାଇବାକୁ ଦେବା। ମୁଁ ମୋର ଯଦି ବନେଇଥାନ୍ତି, ମୁଁ ମୋ ଯାଉଛି ହିସାବରେ ବନେଇଥାନ୍ତି, ମୋର ଭିଡ଼ିଓ କରିଥାନ୍ତି। ତ ଦେଖିବା, ଚାଲିଛି ତାଙ୍କର ରୋଷେଇ ଚାଲିଛି। ଖାଇଲୁ, ଭଲ ଲାଗିଲା। ଏଇଟା ହେଉଛି ଶୁକ୍ରବାରର ବଢ଼ିଆ ବାସୁଛି ଏବେ। ରୋଷେଇ ଆଜି ପୁରା ତାଙ୍କ ହିସାବରେ କରିଛନ୍ତି। ମୁଁ ଯେଉଁ ଷ୍ଟାଇଲରେ କରେ ସେମିତି କରିନାହାନ୍ତି, ସେ ତାଙ୍କ ହିସାବରେ କରିଛନ୍ତି। ତା ସେଦିନ କାଲି ଶୁକ୍ରବାର, କାଲି ସେ ତାଙ୍କର ରୋଷେଇ କରିଛନ୍ତି ମାଛ ତରକାରୀଟା। ମୁଁ ମାଛ ଭାଜିଛି, ସେ ତରକାରୀ କରିଛନ୍ତି। ତ ସେ ତାଙ୍କ ହିସାବରେ କରିଛନ୍ତି। ତ ତରକାରୀ କେମିତି କଲେ, ମାନେ ପାଣି ଦେଇଦେଲେ ତାପରେ କିନି, ମାନେ ତାଙ୍କର ଟିକେ ପତଳା, ମାନେ ମାଛ ତରକାରୀରେ ଯେଉଁ ଝୋଳଟା ହୁଏ, ତ ଲୁଣ ପକେଇଛ କ'ଣ? ଆଉ ଟିକେ ପାଣି ଦିଅ, ବଳି ହେଇଗଲା। ମାଛ ପକେଇଲେ ଟାଣି ନେବ। ଏତିକି ଦିଅ। ଢଙ୍କସର ପାଣି ହେଇଗଲା। ତ ଏଠିକିନି ଆମର କଇଁଆ ଚକଟୁଛନ୍ତି। କଇଁଆକୁ ପାଣିରେ ଟିକେ ବତୁରେଇ ଦେଇଥିଲେ, ଆଉ ତାକୁ ବତୁରେଇକି ରଖିଦେଇଥିଲେ। ଏବେ ତରକାରୀ ତ ଫୁଟି ଆସିଲାଣି, ତାପରେ କିନି କଇଁଆ ପାଣିଟା ଦିଆହେବ। ପାଣି ଦେଇ ସାରିଲା ପରେ ମାଛ ପଡ଼ିବ ଆଉ। ତ ଆମ୍ବୁଲ ଯେହେତୁ ସରିଯାଇଛି, ଆମ୍ବୁଲ ନାହିଁ, ତ କଇଁଆ ନେଇକି ଆସିଥିଲେ। ଦେଖିଥିବେ ଦିନରେ କିନି କଇଁଆ ଆଣିଥିଲେ। ତ ସେ କଇଁଆ ପଡ଼ିକିରି ମାନେ ପାଣି ଚକଟି ଦେଉଛନ୍ତି ଆଉ। ତା ଯେଉଁ ପାଣି ଚକଡ଼ିକି ପାଣିଟାକୁ ଦେଇଦେବେ, ଆଉ କଇଁଆଟାକୁ ପକେଇଦେବେ ଆଉ। ତ ଏମିତି ଥିଲା ସେଦିନ ଶୁକ୍ରବାରର ଦିନର ଖାଇବା, ରାତିର ଖାଇବା କେମିତି କ'ଣ ବନେଇଲୁ, ତ ଆପଣମାନେ ଦେଖିଲେ। ଆଉ ତ ଭିଡ଼ିଓକୁ ଦେଖିଲେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଆଉ ବହୁତ ସୁନ୍ଦର କମେଣ୍ଟଟେ ଦେବେ। ଆଉ ଆପଣମାନଙ୍କୁ କେମିତି ଲାଗିଲା ଏ ଭିଡ଼ିଓଟି, ଆଉ ନିଶ୍ଚୟ କମେଣ୍ଟ ଦେବେ, ବହୁତ ଭଲ ପାଇବା ସହ କମେଣ୍ଟ ଦେବେ। ଆଉ ଆପଣ କମେଣ୍ଟ ଦେଲେ ଆମକୁ ଭିଡ଼ିଓ ବନେଇବାକୁ ଟିକେ ବହୁତ ଭଲ ଲାଗିବ, ଆଉ ଖୁସି ଲାଗିବ ଆପଣମାନଙ୍କର କମେଣ୍ଟ ଦେଖିକି, ପଢ଼ିକି। ଆଉ ନିହାତି କମେଣ୍ଟ ଦେବେ, ବହୁତ ସ୍ନେହ ଭରା କମେଣ୍ଟ ଦେବେ। ଆଉ କ'ଣ କହିବେ। ତ ଏମିତି ଥିଲା। ଏବେ ରୋଷେଇ ତ ହେଇଗଲା, ଆଉ ତରକାରୀ ତ ବସିଛି, ମାଛ ବି ପଡ଼ିନି, କଇଁଆ ପାଣି ତ ଥୁଆ ହେଇଛି। ଏବେ ଏଇ ମାଛ ଫୁଟିଲା, ଆଉ ତ ସବୁ ହେଇଗଲା। ଏବେ ଆମେ ଖାଇବାକୁ ବସିଲୁ ଆଉ। ତ ଆମେ ମାଛ ତରକାରୀ କି ଭାତ ତ ହେଇଗଲା ଆମର। ତ ଦେଖନ୍ତୁ, ମୁଁ ଆଣିଛି ମୁଣ୍ଡ ଆଉ ମାଛ ପିସ୍ ଆଣିଛି। ତ ମାଛ ଯେହେତୁ ଗରମ, ମୁଁ ଧରି ପାରୁନି। ତ ମାଛ ବହୁତ ଗରମ, ସାଙ୍ଗେ ସାଙ୍ଗେ ମାନେ କଡ଼େଇରୁ ଓହ୍ଲା ହେଇଛି। ଆଉ ମୁଁ ସାଙ୍ଗେ ସାଙ୍ଗେ, ମାନେ ମୋ ଝିଅ ଖାଇବ ବୋଲି ସେପଟକୁ, ତାକୁ ଝିଅ ଜଲ୍ଦି ଖାଇକି ଯିବ ବୋଲି ତାକୁ ଟିକେ, ମାନେ ତରକାରୀ ଥଣ୍ଡା ବି ହେଇନି, ସେମିତି କଡ଼େଇରେ ବସିଥିଲା। ସାଙ୍ଗେ ସାଙ୍ଗେ ଗ୍ୟାସ୍ ବନ୍ଦ କଲି, ମାନେ ଚୁଲାଟା ବନ୍ଦ କରି ସାଙ୍ଗେ ସାଙ୍ଗେ ମାନେ ବାଢ଼ିକିରି ଆଣିଲି। ଯେହେତୁ ଝିଅ ଖାଇକିରି ଯିବ, ଆମେ ଯାହା ଘରେ ରହୁଛୁ ତାଙ୍କ ଘରକୁ ଯିବ ଶୋଇବାକୁ। ତ ପ୍ରାୟ ଟାଇମ୍ ତାଙ୍କ ଘରେ ଶୁଏ, ଖାଏ, ରାତିରେ ବି ଖାଏ। ଯେହେତୁ ଆମର ସେଦିନ ଶୁକ୍ରବାର ଦିନ ମାଛ ହେଇଥିଲା, ତ ସେଦିନ ସେ ଉପରକୁ ଆସିଥିଲା ଖାଇବାକୁ। ଆଉ ସେ ଖାଇକିରି ତଳକୁ ଯିବ, ଶନିବାର ଦିନ ସ୍କୁଲ ଯିବ। ଆଉ ମାନେ ସ୍କୁଲ ଯିବାକୁ ହେଲେ ସକାଳୁ ଉଠିବାକୁ ପଡ଼ିବ, 6ଟାରେ କ'ଣ ଉଠିବ।
ତ ଯେହେତୁ ଛୋଟ ପିଲାଟା ଉଠୁନି, ଟିକେ ସକାଳୁ ଟିକେ ଥଣ୍ଡା ଲାଗୁଛି ଶୋଇପଡ଼ୁଛି, ଆଉ ଉଠୁନି, ତାକୁ ଟିକେ ଉଠେଇବାକୁ ପଡ଼ୁଛି। ଆଉ ଟିକେ ଜଲ୍ଦି ସେ ଶୋଇପଡ଼ିଲେ ଆଉ ସକାଳୁ ଜଲ୍ଦି ଉଠିବ। ଆଉ ଏମିତି ହିସାବରେ କିନି ଆମର ରୋଷେଇ ହେଲା। ତାପରେ ଇଏ ଟିକେ ଗଲେ, ରାତି ହେଇଗଲେ ଆଣିକି ଆସିଲା ବେଳକୁ, ମାଛ କାଟିକିରି ନେଇକି ଆସିଲା ବେଳକୁ, ଆଉ ନେଇକି ଆସିଲା ବେଳକୁ ବହୁତ ଲେଟ୍ ହେଇଗଲା। ତ ରାତି 10:30 ହେଇଗଲା ଖାଇବା।